ପ୍ରକୃତରେ ଭୋଜିର ଆୟୋଜନ ଗୋଟେ ଅଲଗା ପ୍ରକାରର ଚାର୍ମିଂସ୍ ଥାଏ, ଯାହାଫଳରେ କି ସବୁଠାରୁ ନିଆରା ଲାଗେ। ସମସ୍ତେ ମିଶି ଭୋଜି କଲେ। ଇଏ ଗୋଟେ ନଣନ୍ଦ ମୋର ଫିଙ୍ଗର ଚିପ୍ସ ବନଉଛନ୍ତି, ଯାହାକି ଅଧିକା ହସ ଆଉ କାମ କମ୍ କରୁଛନ୍ତି। ଇଏ ଗୋଟେ ନଣନ୍ଦ ମୋର ହାଲକା କାମଟିଏ ବାଛି ନେଇଛନ୍ତି, କାକୁଡ଼ି ସାଲାଡ଼ ପ୍ରସ୍ତୁତ କରୁଛନ୍ତି, ଯାହାକି ମଜା ମଜା କଥା କହି କାକୁଡ଼ିକି ଧରିକି ବସି ଯାଇଛନ୍ତି। ସେଥି ଭିତରେ ଆମେ ନଣନ୍ଦ ଭାଉଜ ସମସ୍ତେ ମିଶି 8-10ଟି ଭାଉଜ ଏବଂ 4-6ଟି ନଣନ୍ଦ ମିଶି ସମସ୍ତେ ଗୋଟେ ବସିଥିଲୁ ଗୋଟେ ଭୋଜିର ଆୟୋଜନ ତିଆରି କଲୁ, ଯାହାକି ସମସ୍ତେ ନୂଆ ବର୍ଷରେ କରୁଛନ୍ତି। ଆମେ ବି କରିବା, ଏକାଠି ଖାଇବା, ଯେମିତି ମଜା ମସ୍ତି କରିବା। ଛୋଟ ପିଲାଙ୍କର ଆନନ୍ଦ କହିଲେ ନ ସରେ। ସେ ଛୋଟ ପିଲାମାନେ ତେଣିକି ସେ ଅଳ୍ପ କିଛି ଖାଆନ୍ତୁ, କିନ୍ତୁ ମଜା ମସ୍ତି ବହୁତ କରୁଥାନ୍ତି। ତାଙ୍କର ମନ ଭିତରେ ବହୁତ ଏକ୍ସାଇଟେଡ୍ ଥାଏ ଯେ ସେ କେତେବେଳେ ଭୋଜି ସରିବ, କେତେବେଳେ ଖାଇବେ। ସେମାନଙ୍କର ଖୁସି ଦେଖି ଆମକୁ ବି ବହୁତ ଖୁସି ଲାଗୁଥାଏ। ତାଙ୍କୁ ସବୁ ଦେଖିନା ଆମର ଛୋଟବେଳର କଥା ସବୁ ମନେ ପଡ଼ିଯାଉଥାଏ। ଯାହା ହଉ ଆମର ସେ ପିଲାଦିନ କଥା ସବୁ ମନେ ପଡ଼େ। ଆମେ ବି ଏଇଭଳି ଛୋଟବେଳେ ଭୋଜି କରୁଥିଲୁ, ବହୁତ ଖୁସି ଲାଗେ। କାହା ଘରୁ ଆଳୁ ଆଣେ, କାହା ଘରୁ ତେଲ ଆଣେ, କାହା ଘରୁ ଚାଉଳ ଆଣେ, ଏମିତି ଆୟୋଜନ କରି ଭୋଜି କରୁ। ସେ ଦିନ ଗୁଡ଼ିକ ଆମ ଆଖି ଆଗରେ ଯେମିତି ନାଚି ଉଠୁଥାଏ। ଯାହା ହଉ ଭୋଜିରେ ସମସ୍ତେ ଏକାଠି ହୋଇ ମଜା ମସ୍ତି ଆଉ ଆନନ୍ଦରେ ଭୋଜିକୁ ସମାପନ କଲୁ। ଆଉ ଭୋଜିରେ ଯେତିକି ଖାଇବା ପିଇବା ନ ହେଇଥିଲା, ସେତିକି ଆମ ହସ ମଜାକରେ ଦିନଟି ଅତି ସୁନ୍ଦର ଭାବରେ ସୁରୁଖୁରୁରେ ଚାଲି ଯାଇଥିଲା। ତାପରେ ଯେତେବେଳେ ଆମେ ଭୋଜି ଶେଷ କଲୁ, ସେତେବେଳେ ଆମର ବିରାଟ ଗୋଟେ ଚିନ୍ତା ପଡ଼ିଗଲା, ବାସନ କିଏ ମାଜିବ। ତେଣୁ ଏ ନଣନ୍ଦମାନଙ୍କୁ ଯେମିତି ବାସନ ମଜା କଥା କହିଛୁ, ନଣନ୍ଦମାନଙ୍କର ଦେଖିବେ କେତେ ତାଙ୍କ ମନ ଭିତରେ ଆସିଗଲା ଆମ ପ୍ରତି ରାଗ। ତେଣୁ ଯାହା ବି ହଉ ଆମେ ସମସ୍ତେ ମିଶି ଭଲ ସୁନ୍ଦର ଭାବରେ ଭୋଜିଟିକୁ ଶେଷ କଲୁ। ଆଉ ଏଇ ଭୋଜିରେ ଗୋଟେ ନିଆରା କଥା ହେଲା, ଯିଏ ଯେଉଁଠି ଥିଲେ ସମସ୍ତେ ଏକାଠି ହୋଇ ଆସି ଏ ଭୋଜିରେ ସାମିଲ ହେଲେ, ଆଉ ସମସ୍ତେ ମିଶି ଭୋଜିଟି